ଦୁଇ ଜଣ ସାଧକ ତପସ୍ୟା କରୁଥିଲେ ଭଗବାନଙ୍କୁ ଦର୍ଶନ କରିବା ପାଇଁ। ଭଗବାନ ତାଙ୍କୁ ସନ୍ତୁଷ୍ଟ ହେଇ ବର ପ୍ରଦାନ କରିବାକୁ କହିଲେ। ସେ ଜଣେ ସାଧକ ମାଗିଲା, ପ୍ରଭୁ ମୁଁ ସମସ୍ତଙ୍କୁ ଖାଲି ଦଉଥିବି। ଭଗବାନ ତଥାସ୍ତୁ କହିଲେ। ଆଉ ଜଣେ ବ୍ୟକ୍ତି ସେଇ କଥା ଶୁଣିଲା, ପ୍ରଭୁ ମୋତେ ସମସ୍ତେ ଦଉଥିବେ। ଭଗବାନ ବି ତଥାସ୍ତୁ କହିଲେ। ସେ ମଲା, ଇଏ ମଲା, ମଲେ ଜନ୍ମ ହେଲେ ତ ମୃତ୍ୟୁ ନିଶ୍ଚିନ୍ତ, କାରଣ ସେ ମାଗିନାହାନ୍ତି ମୁଖ୍ୟ ନା, ସେ ମାଗିଛନ୍ତି ଭଗବାନଙ୍କର ବିଭୂତି, ଭଗବାନଙ୍କୁ ମାଗିନାହାନ୍ତି। ଜନ୍ମ ମଷ୍ଟ ହେବେ, ଭଗବାନ ଦର୍ଶନ କଲେ କ'ଣ ହେଲା? ଇଏ ଯେତେବେଳେ ଯିଏ କହିଥିଲା ମୁଁ ସମସ୍ତଙ୍କୁ ଦେବି, ସେ ଗୋଟେ ଧନୀ କୂଳରେ ଜନ୍ମ ଗ୍ରହଣ କଲା ଭଗବାନଙ୍କର ଆଶୀର୍ବାଦରୁ। ସେ ସମସ୍ତଙ୍କୁ ଦେଲା। ଯିଏ ମାଗିଥିଲା ପ୍ରଭୁ ମୋତେ ସମସ୍ତେ କିଛି ଦିଅନ୍ତୁ, ସେ ଗୋଟେ ମନ୍ଦିର ଦ୍ୱାର ମରି ଭିକାରୀ ହେଇକି ବସିଲା। ସମସ୍ତଙ୍କୁ ହାତ ପତେଇଲା, ସମସ୍ତେ ତାକୁ କିଛି କିଛି ଦେଲେ।